ସରିଗଲା ରୁଷ ଆମେରିକା ନ୍ୟୁକ୍ଲିୟର ଚୁକ୍ତି, ପ୍ରତିରକ୍ଷା ବିଶେଷଜ୍ଞଙ୍କ ଚେତାବନୀ, ବିପଦରେ ବୈଶ୍ୱିକ ସୁରକ୍ଷା, ଆରମ୍ଭ ହେବ ପରମାଣୁ ଅସ୍ତ୍ର ରେସ୍, ଭୂ ରାଜନୀତିରେ ବଢ଼ିବ ଅସ୍ଥିରତା, ସାରା ବିଶ୍ୱ ଥରହର। 2010ରେ ଆମେରିକା ଓ ରୁଷ ମଧ୍ୟରେ ନ୍ୟୁ ଷ୍ଟାର୍ଟ ସନ୍ଧି ହୋଇଥିଲା। ଏହି ଚୁକ୍ତି ଦୁଇ ଶକ୍ତିଶାଳୀ ଦେଶକୁ ପରମାଣୁ ଅସ୍ତ୍ର ବ୍ୟବହାର ସୀମିତ ରଖିବାକୁ ବାନ୍ଧି ରଖିଥିଲା। ହେଲେ ଫେବୃଆରୀ 6ରେ ଏହି ଚୁକ୍ତି ସମାପ୍ତ ହୋଇଛି। ଏବେ ପୁଣି ଥରେ ଆର୍ମ ରେସ୍ ଆରମ୍ଭ ହୋଇଯିବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ନ୍ୟୁ ଷ୍ଟାର୍ଟ ସନ୍ଧି କ'ଣ, ଯାହା ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ହାତକୁ ଏକ ସୀମିତ ସୂତ୍ରରେ ବାନ୍ଧି ରଖିଥିଲା? ଜାଣନ୍ତୁ। 2010ରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ରୁଷ ରାଷ୍ଟ୍ରପତି ଦିମିତ୍ରିଙ୍କ ମଧ୍ୟରେ ନ୍ୟୁ ଷ୍ଟାର୍ଟ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏହି ଚୁକ୍ତି ଦୁଇ ଦେଶକୁ 1550 ନିୟୋଜିତ ପରମାଣୁ ୱାରହେଡ୍ ଏବଂ 700 ମିସାଇଲ, ବୁଡ଼ାଜାହାଜ ଏବଂ ବମ୍ବର୍ସ ବ୍ୟବହାର ଉପରେ ସୀମିତ ରଖିଥିଲା। ଏଥିରେ ଭେରିଫିକେସନ୍ କରିବାର ନିୟମ ଥିଲା, ଯାହାଦ୍ୱାରା ଜଣେ ଅନ୍ୟ ଜଣଙ୍କର ଠିକଣାର ନିରୀକ୍ଷଣ କରିପାରିବ। ଏହାଦ୍ୱାରା ଉଭୟ ପକ୍ଷ ନିୟମର ପାଳନ କରୁଛନ୍ତି କି ନାହିଁ ତାହା ଜାଣିହେବ। ପରମାଣୁ ଅସ୍ତ୍ରର ଦୌଡ଼କୁ ରୋକିବା ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଏହାର ମୂଳ ଲକ୍ଷ୍ୟ ଥିଲା। ଏହି ଚୁକ୍ତିକୁ ଶେଷ ଥର ପାଇଁ 2021 ମସିହାରେ ପରିବର୍ଦ୍ଧିତ କରାଯାଇଥିଲା। କାହିଁକି ଶେଷ ହେଉଛି ଚୁକ୍ତି? କୋଭିଡ୍-19 ସମୟରେ ଏହି ଚୁକ୍ତିର ସତ୍ୟାପନ ପ୍ରକ୍ରିୟା ଅଟକିଥିଲା। ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଆମେରିକା ୟୁକ୍ରେନ୍କୁ ସମର୍ଥନ କରିବା ଯୋଗୁଁ 2023ରେ ରୁଷ ଏହି ଚୁକ୍ତିରୁ ସହଭାଗିତା ସ୍ଥଗିତ କରିଥିଲା। ରୁଷ କହିଥିଲା ଯେ ଏହି ଚୁକ୍ତି ଏବେ ତା ବିରୋଧରେ ଯାଉଛି। ସେପଟେ ଚୀନର ପରମାଣୁ ଅସ୍ତ୍ରାଗାର ବୃଦ୍ଧି ପାଉଥିବାରୁ ଟ୍ରମ୍ପ ପ୍ରଶାସନ ଏହି ଚୁକ୍ତିରେ ପରିବର୍ତ୍ତନ ଚାହୁଁଛନ୍ତି। ଚୀନକୁ ଏହି ଚୁକ୍ତିରେ ସାମିଲ କରିବାକୁ ଚାହୁଁଛନ୍ତି, ହେଲେ ଚୀନ ସଫା ମନା କରିଦେଇଛି। ତେଣୁ ଦୁଇ ଦେଶ ଔପଚାରିକ ଭାବେ ଚୁକ୍ତି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏବେ ଏହି ଚୁକ୍ତିର ଭବିଷ୍ୟତକୁ ନେଇ କୌଣସି ଆଲୋଚନା ହୋଇନାହିଁ। ବିଶ୍ୱ ଉପରେ ପ୍ରଭାବ। ନ୍ୟୁ ଷ୍ଟାର୍ଟ ଚୁକ୍ତି ସମାପ୍ତ ହୋଇଗଲେ ପରମାଣୁ ଅସ୍ତ୍ର ଉପରେ କୌଣସି ଅନ୍ତରାଷ୍ଟ୍ରୀୟ ସୀମା ରହିବ ନାହିଁ। ଆମେରିକା ଏବଂ ରୁଷ ସୀମା ବାହାରେ ଅସ୍ତ୍ରଶସ୍ତ୍ର ତିଆରି କରିବେ, ଅଧିକରୁ ଅଧିକ ମିସାଇଲ, ବୁଡ଼ାଜାହାଜ ଏବଂ ବମ୍ବର୍ସ ତିଆରି କରିବେ। ରୁଷ ପାଖରେ ପୂର୍ବରୁ 5899 ୱାରହେଡ୍ ରହିଛି। ସେହିପରି ଆମେରିକା ପାଖରେ 5244 ୱାରହେଡ୍ ରହିଛି। ସେପଟେ ଚୀନ ମଧ୍ୟ ତାର ଅସ୍ତ୍ରାଗାର ବୃଦ୍ଧି କରିବାରେ ଲାଗିଛି। 2030 ସୁଦ୍ଧା ଚୀନର ୱାରହେଡ୍ କ୍ଷମତା 1000 ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାଦ୍ୱାରା ତିନି ମହାଶକ୍ତିଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ିବ, ଯାହା ବୈଶ୍ୱିକ ଅର୍ଥବ୍ୟବସ୍ଥା ଉପରେ ବୋଝ ବଢ଼ାଇବ। ବୈଶ୍ୱିକ ସ୍ଥିରତା ଉପରେ ପ୍ରଭାବ। ଏହାଦ୍ୱାରା ଛୋଟ ଛୋଟ ଦେଶଗୁଡ଼ିକର ପରମାଣୁ କାର୍ଯ୍ୟକ୍ରମ ପ୍ରଭାବିତ ହେବ। ଅଧିକ ଅସ୍ତ୍ର ତିଆରି ହେଲେ ପରୀକ୍ଷଣ ମଧ୍ୟ ବଢ଼ିବ, ଯାହାଦ୍ୱାରା ରାଡିଏସନ୍ ବଢ଼ିବ। ତୀବ୍ର ଜଳବାୟୁ ପରିବର୍ତ୍ତନ ସମସ୍ୟା ଉପୁଜିବ। ଅସ୍ତ୍ର ଦୌଡ଼ରେ ବ୍ୟାପାର, ନିବେଶ ଏବଂ ଉର୍ଜାର ଦରଦାମ ବଢ଼ିବ। ତୈଳ ଓ ଗ୍ୟାସ୍ ଦର ହୁ ହୋଇ ବଢ଼ିବ।